Hello everyone, this is Samir Suna and you are watching my YouTube channel. Now we will discuss about the one of the most important topic ଶିକ୍ଷାର ଅର୍ଥ କାର୍ଯ୍ୟ ଏବଂ ଲକ୍ଷ୍ୟ ବିଷୟରେ ଆଜି ଆମେ ଆଲୋଚନା କରିବା. Before we discuss about in this topic, please everyone subscribe to my channel, like, comment and share in this video. ଆଜି ଆମେ ଶିକ୍ଷାର ଅର୍ଥ ଏବଂ କାର୍ଯ୍ୟ ଏବଂ ଲକ୍ଷ୍ୟ ବିଷୟରେ ଆଜି ଆମେ ଆଲୋଚନା କରିବା. ଈଶ୍ୱରଙ୍କର ସୃଷ୍ଟିରେ ସମସ୍ତ ଜୀବମାନଙ୍କ ମଧ୍ୟରେ ମନୁଷ୍ୟ ସର୍ବାପେକ୍ଷା ମହତ୍ ଏବଂ ସର୍ବୋତ୍କୃଷ୍ଟ ବୋଲି ବିବେଚିତ କରାଯାଇଛି। ଚିନ୍ତନ ପ୍ରକ୍ରିୟା, ଜ୍ଞାନ ପିପାସା, ପ୍ରେମଭରା ଆବେଗ ଏବଂ ଅନ୍ୟାନ୍ୟ ମହତ୍ ଭାବସମୂହ ତାକୁ ଅନ୍ୟାନ୍ୟ ପ୍ରାଣୀମାନଙ୍କର ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ସାମଗ୍ରିକ ଭାବରେ ମାନବ ଭିତରେ ଭରି ରହିଅଛି ଅଭିବୃଦ୍ଧି। ନିହାତି ଭାବରେ ଆମେ କହିପାରିବା ଈଶ୍ୱରଙ୍କର ଦୃଷ୍ଟିରୁ ବା ସୃଷ୍ଟିକର୍ତ୍ତାଙ୍କ ଦୃଷ୍ଟିରୁ ମନୁଷ୍ୟ ଏକ ନିହାତି ଭାବରେ ଏକ ସର୍ବପକ୍ଷ ମହତ୍ ବା ସର୍ବୋତ୍କୃଷ୍ଟ ବୋଲି ବିବେଚିତ ମଧ୍ୟ କରାଯାଇଅଛି। ମନୁଷ୍ୟର ଚିନ୍ତନ ପ୍ରକ୍ରିୟା, ଜ୍ଞାନ ପିପାସା, ପ୍ରେମଭରା ଆବେଗ ଏବଂ ଅନ୍ୟାନ୍ୟ ମହତ୍ ଭାବ ସବୁ ନିହାତି ଭାବରେ ମନୁଷ୍ୟ ଭିତରେ ପୂରି ରହିଅଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଚରମ ଆକର୍ଷିତ ଲାଭ କରିବା ନିମନ୍ତେ ଅନ୍ୟାନ୍ୟ ପ୍ରତିଭା ମଧ୍ୟ ରହିଅଛି ବୋଲି ଆମେ କହିପାରିବା। ମଣିଷର ଲକ୍ଷ୍ୟ ହେଉଛି ଚରମର ଆକର୍ଷିତ କରିବା ପାଇଁ ଲାଭ କରିବାକୁ ହେବ ବୋଲି କୁହାଯାଇଅଛି। ବୁଦ୍ଧିଶକ୍ତି ଦ୍ୱାରା ଅନ୍ୟାନ୍ୟ ସମସ୍ତ ପ୍ରାଣୀମାନଙ୍କ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରି ମନୁଷ୍ୟ ବିଶ୍ୱର ପ୍ରାଣୀ ଜଗତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ନିହାତି ଭାବରେ କହିପାରିବା ବିଶ୍ୱରେ ଯେତେ ବି ଜୀବଜଗତ ଅଛନ୍ତି, ଯେତେ ବି ପ୍ରାଣୀମାନେ ଅଛନ୍ତି, ମନୁଷ୍ୟ ହେଉଛି ଶ୍ରେଷ୍ଠ ପ୍ରାଣୀ ବୋଲି ଆମେ ତାଙ୍କୁ ମନୁଷ୍ୟକୁ କହିପାରିବା। ତା ଜୀବନର ମୁଖ୍ୟ ଗୋଟି ଦିଗ ରହିଛି, ଯଥା ଜୈବିକ ଓ ସାମାଜିକ। ଦୁଇଟି ନିହାତି ଭାବରେ କହିବା ଜୈବିକ ଏବଂ ସାମାଜିକ ଜୀବନ ବୋଲି ଆମେ କହିପାରିବା। ମାନବ ଜୀବନର ଜୈବିକ ଦିଗ ପୁଷ୍ଟିକର ଖାଦ୍ୟ ଓ ପୁନରୁତ୍ଥାପନ ଦ୍ୱାରା ପରିସୃଷ୍ଟି ହେଲାବେଳେ ସାମାଜିକ ଦିଗରେ ଏକ ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ସଂରକ୍ଷିତ ତଥା ପର୍ବତ ପଢ଼ିବାକୁ ସଂରଚିତ କରାଯାଇଅଛି। ନିହାତି ଭାବରେ କହିପାରିବା ମନୁଷ୍ୟ ଏକ ସାମାଜିକ ପ୍ରାଣୀ ବା ସମାଜରେ ବଞ୍ଚିବା ପାଇଁ ତାଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ରହିଅଛି, କିନ୍ତୁ ମଣିଷ ଜୀବନଯାପନ କରିବା ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ, ପୁନରୁତ୍ଥାପନା ରହିବାର ମଧ୍ୟ ସୁଯୋଗ ମଣିଷକୁ ମିଳିଅଛି। ଜୈବିକ ଗୁଣ ବୋଲି ସମସ୍ତ ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟରେ ମଧ୍ୟ ଦେଖାଯାଏ। ଜୈବିକ ନିହାତି ଭାବରେ ସମସ୍ତଙ୍କର ଖାଦ୍ୟ ଦରକାର ଏବଂ ସମସ୍ତେ ରହିବା ପାଇଁ ଘର ବାସଗୃହ ଦରକାର। ସବୁ ପ୍ରାଣୀମାନେ ନିଜ ହିସାବରେ ନିଜେ ଖାଦ୍ୟ ଅନ୍ୱେଷଣ କରନ୍ତି ଏବଂ ସମସ୍ତଙ୍କର ନିହାତି ଭାବରେ ଏହି ପ୍ରକାର ଗୁଣ ରହିଅଛି। ମାତ୍ର ସାମାଜିକ ଗୁଣ ବୋଲି ମାନବ ଜୀବନର ଏକ ସ୍ୱତନ୍ତ୍ର ବିରଳ ସେ ଅଟେ ବୋଲି କୁହାଯିବା କିନ୍ତୁ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯାହାର ଉପଯୁକ୍ତ ଶିକ୍ଷା ଗ୍ରହଣ କରିବାର ସାମର୍ଥ୍ୟ ରହିଅଛି। ଯଦି ଆମେ କହିବା ବିଶ୍ୱରେ ସମସ୍ତ ଜୀବଜଗତରେ ସମସ୍ତେ ପଶୁ, ବାଘ, ଭାଲୁ ସମସ୍ତେ ଅଛନ୍ତି, ତାଙ୍କର ସମସ୍ତେ ଜୈବିକ ପ୍ରାଣୀ ଭାବରେ ସେମାନେ ଜୀବନଯାପନ କରୁଛନ୍ତି, କିନ୍ତୁ ମଣିଷ ଏକ ସାମାଜିକ ପ୍ରାଣୀ ମଧ୍ୟ। ତେଣୁ ସମାଜରେ ରହି ସାମାଜିକ ଗୁଣ ବୋଲି ମାନବ ନିଜର ସ୍ୱତନ୍ତ୍ର ବିରଳ ନିହାତି ଭାବରେ ଆକର୍ଷିତ କରିଛି ବା ଉପଭୋଗ କରୁଅଛି। କିନ୍ତୁ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯାହାର ଉପଯୁକ୍ତ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ସମାଜରେ ରହିଅଛି ବୋଲି ଆମେ କହିପାରିବା। ଆଜିର କ୍ରମବର୍ଦ୍ଧିଷ୍ଣୁ ସମାଜରେ ଶିକ୍ଷା ହେଉଛି ଏକ ମୌଳିକ ଆବଶ୍ୟକତା। ନିହାତି ଭାବରେ ମନୁଷ୍ୟର ପାଇଁ ଶିକ୍ଷା ଏକ ଉପଯୁକ୍ତ ଆବଶ୍ୟକତା ବା ମୌଳିକ ଆବଶ୍ୟକତା ମଧ୍ୟ ଆମେ କହିପାରିବା। ଏକ ଉପଯୁକ୍ତ ଶିକ୍ଷା ମାନବକୁ ତା'ର ଜୀବନର ଅର୍ଥ ଓ ଲକ୍ଷ୍ୟ ସମ୍ବନ୍ଧରେ ବିଶେଷ ଜ୍ଞାନ ପ୍ରଦାନ କରିଥାଏ। ୱିଦାଉଟ୍ ଏଜୁକେସନରେ ମନୁଷ୍ୟ ଏହି ସମାଜରେ ଜୀବନଯାପନ କରିପାରିବ ନାହିଁ। ତେଣୁ ଉପଯୁକ୍ତ ଶିକ୍ଷା ମନୁଷ୍ୟର ଅର୍ଥ ଓ ଲକ୍ଷ୍ୟ ସମ୍ବନ୍ଧରେ ବିଶେଷ ଜ୍ଞାନ ପ୍ରଦାନ କରିଥାଏ। ଶିଶୁଟିଏ ଭୂମିଷ୍ଠ ହେବା ପରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥାଏ। ମାତ୍ର ବୟସର ବୃଦ୍ଧି ସହିତ ଶିଶୁର ଉଭୟ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବ୍ୟବସ୍ଥା ସଂସ୍ପର୍ଶରେ ଆସିଥାଏ ଏବଂ ତଦ୍ୱାରା ତା'ର ସାମାଜିକ ଦାୟିତ୍ୱବୋଧ ବିକାଶ ଘଟିବା ସହ ଜୀବନର ବିଭିନ୍ନ ଜଟିଳ ସମସ୍ୟା ସମାଧାନ ସମ୍ପର୍କିତ ଦକ୍ଷତା ବିକାଶ ସାଧିତ ହୋଇଥାଏ। ନିହାତି ଭାବରେ ଆମେ କହିପାରିବା ଶିଶୁଟିଏ ଜନ୍ମ ହେବା ପରେ ସେ ଅସହାୟ ଅବସ୍ଥାରେ ଜନ୍ମ ହୋଇଥାଏ। ମାତ୍ର ତା'ର ବୟସ ବଢ଼ିବାର ସଙ୍ଗେ ସଙ୍ଗେ ସେ ଉଭୟ ଔପଚାରିକ ଓ ଅନୌପଚାରିକ ଶିକ୍ଷା ମଧ୍ୟ ସେ ବ୍ୟବସ୍ଥାରେ ସଂସ୍ପର୍ଶିତ ହୋଇଥାଏ। ତାଦ୍ୱାରା କ'ଣ ସାମାଜିକ ଦାୟିତ୍ୱବୋଧ ବିକାଶ ଘଟିଥିବା ସହିତ ତା'ର ଜୀବନ
ଜଟିଳ ସମସ୍ୟାର ସମାଧାନ ମଧ୍ୟ ସେ କରିପାରିଥାଏ ଏବଂ ତାର ବିକାଶ ମଧ୍ୟ ଅଧିକ ହୋଇଥାଏ। ମଣିଷ ଶିକ୍ଷିତ ହେବା ଦ୍ୱାରା ସମାଜ ସହିତ ତାର ସମ୍ପର୍କକୁ ହୃଦୟଙ୍ଗମ କରିପାରିବା ସହ ପଢ଼ିବାକୁ ତତ୍ସମ୍ପର୍କିତ ଜ୍ଞାନ ସମୂହ ପ୍ରଦାନ କରିଥାଏ ବୋଲି ଆମେ କହିପାରିବା। ନିହାତି ଭାବରେ ମଣିଷ ଶିକ୍ଷିତ ହେବା ସହ ସହ ତାର ହୃଦୟଙ୍ଗମ କରିପାରିଅଛି ଏବଂ ପଢ଼ିବା ସହିତ ତାର ଜ୍ଞାନ ସମୂହ ମଧ୍ୟ ବଢ଼ି ରହିଥାଏ। ଯଦି ଆମେ ଶିକ୍ଷା କହିଲେ ବ୍ୟକ୍ତିର ଅଭିଜ୍ଞତା, ଅନ୍ତର୍ଦୃଷ୍ଟି ଓ ସମଯୋଜନାଗତ ଦକ୍ଷତାକୁ ବୁଝାଇଥାଏ। ନିହାତି ଭାବରେ ଆମେ ଯଦି କହିବା ଶିକ୍ଷା କହିଲେ ବ୍ୟକ୍ତିର ଅଭିଜ୍ଞତା, ଅନ୍ତର୍ଦୃଷ୍ଟି ଏବଂ ସମଯୋଜନାଗତ ଦକ୍ଷତାକୁ ତା ଭିତରେ ଯେଉଁ ଅଛି ଦକ୍ଷତାକୁ ତାକୁ ବୁଝାଇଥାଏ। ଏକ ମୁଖ୍ୟ ବ୍ୟକ୍ତିର ବ୍ୟବହାରିକ ବା ଆଚରଣ ପରିବର୍ତ୍ତନରେ ସହାୟକ ହୋଇଥାଏ। ଶିକ୍ଷା ହିଁ ମାନବକୁ ତାର ବୁଦ୍ଧି ଓ ଯୁକ୍ତି ଶକ୍ତିର ବିକାଶ, ଜ୍ଞାନ ଆରୋହଣ ଓ ଅଭ୍ୟାସ ତଥା ମୂଲ୍ୟବୋଧ ବିକାଶ ସାହାଯ୍ୟ କରିଥାଏ। ବିକାଶରେ ନିହାତି ଭାବରେ କହିପାରିବା ସାହାଯ୍ୟ କରିଥାଏ। ଶିକ୍ଷା ହିଁ ମାନବର ବୁଦ୍ଧି, ଯୁକ୍ତି, ଶିକ୍ଷାର ବିକାଶ ଓ ଜ୍ଞାନ ଆହରଣର ଅଭ୍ୟାସ ବୋଲି ଆମେ କହିପାରିବା। ୱିଦାଉଟ୍ ଏଜୁକେସନରେ ହ୍ୟୁମାନ୍ ବିଇଂ ଜଣେ କ'ଣ ଅମଣିଷ ଭଳିଆ ରହିପାରିବ। ତେଣୁ ନିହାତି ଭାବରେ ଶିକ୍ଷା ହିଁ ଆବଶ୍ୟକତା ରହିଥାଏ ମଣିଷକୁ। ସଂକ୍ଷେପରେ କହିଲେ ଶିକ୍ଷା ମାନବ ମଧ୍ୟରେ ଏଭଳି କିଛି ଉତ୍କୃଷ୍ଟ ମାନିବାକ ମୂଲ୍ୟବୋଧ ବିକାଶ ସାଧନା ହୋଇଥାଏ। ନିହାତି ଭାବେ ମାନବର ବିକାଶ ସାଧନା ହୋଇଥାଏ, ମୂଲ୍ୟବୋଧ ବିକାଶ ସାଧନା ହୋଇଥାଏ, ଯାହା ସାହାଯ୍ୟରେ ସମସ୍ତେ ପ୍ରାଣୀମାନଙ୍କର ମଧ୍ୟରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି। ଯଦି ଦେଖିବା ତେଣୁକରି ମନୁଷ୍ୟ ପ୍ରାଣୀମାନଙ୍କର ଠାରେ ସର୍ବଶ୍ରେଷ୍ଠ ସ୍ଥାନ ମଧ୍ୟ ଆହରଣ କରିଅଛି। ମନୁଷ୍ୟ କେଉଁ କେଉଁ ନାନାଦି କାଳରୁ ମାନବ ଜୀବନରେ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି ହୋଇ ଆସିଅଛି। ସଭ୍ୟ ମାନବ ପାଇଁ ଶିକ୍ଷା ଏବଂ ମୌଳିକ ଆବଶ୍ୟକତା ରୂପେ ପରିଗଣିତ ହୋଇଥାଏ। ପ୍ଲାଟୋଙ୍କର ମତରେ ମନୁଷ୍ୟ ନିଜର ଅଧ୍ୟୟନ ନିମନ୍ତେ ଶିକ୍ଷା ବ୍ୟତୀତ ଅନ୍ୟ କୌଣସି ପବିତ୍ରତମ ତଥା ଉଚ୍ଚତମ ଲକ୍ଷ୍ୟ ସମ୍ପର୍କରେ ଚିନ୍ତା କରିନପାରେ। ନିହାତି ଭାବରେ ଆରିଷ୍ଟଟଲ କହିଛନ୍ତି ମନୁଷ୍ୟ ନିଜର ଅଧ୍ୟୟନ ନିମନ୍ତେ ଶିକ୍ଷା ବ୍ୟତୀତ ଅନ୍ୟ କୌଣସି ପବିତ୍ରତମ, ଉଚ୍ଚତମ ବା ଲକ୍ଷ୍ୟ ସମ୍ପର୍କରେ ଚିନ୍ତା ମଧ୍ୟ କରିପାରିବ ନାହିଁ। ଆରିଷ୍ଟଟଲଙ୍କର ମତରେ ମୃତ ପ୍ରାଣୀ ଅପେକ୍ଷା ଜୀବନ୍ତ ପ୍ରାଣୀ ଯେପରି ଉତ୍କୃଷ୍ଟ, ଠିକ୍ ସେହିଭଳି ଶିକ୍ଷିତ ବ୍ୟକ୍ତି ନିରକ୍ଷର ଅଶିକ୍ଷିତ ବ୍ୟକ୍ତିଠାରୁ ଉତ୍କୃଷ୍ଟ ବୋଲି ନିହାତି ଭାବରେ କହିଛନ୍ତି। ଆରିଷ୍ଟଟଲଙ୍କର ମତରେ ଯଦି କହିବା ମୃତ ପ୍ରାଣୀ ଅପେକ୍ଷା ଜୀବନ୍ତ ପ୍ରାଣୀ ଯେପରି ଉତ୍କୃଷ୍ଟ, ଠିକ୍ ସେହିଭଳି ଶିକ୍ଷିତ ବ୍ୟକ୍ତି ନିରକ୍ଷର ଅଶିକ୍ଷିତ ବ୍ୟକ୍ତି ଠାରୁ ନିହାତି ଭାବରେ ଉତ୍କୃଷ୍ଟ ବୋଲିକିରି କୁହାଯାଇଛି। ମଣିଷ ୱିଦାଉଟ୍ ଏଜୁକେସନରେ ତାକୁ ଅଶିକ୍ଷିତ ବା ନିରକ୍ଷରର ଅର୍ଥ ବା ଅର୍ଥବୋଧକ ଦିଆଯାଇଅଛି। ଋଗ୍ବେଦ ମତରେ ଶିକ୍ଷା ସମସ୍ତ ଆଲୋକର ଉତ୍ସ ବୋଲି କୁହାଯାଇଛି। ନିହାତି ଭାବରେ କହିପାରିବା ଏଜୁକେସନ୍ ନିହାତି ଭାବରେ ସମସ୍ତ ଆଲୋକର ଉତ୍ସ ବା ସ୍ତର ବା ରାସ୍ତା ବୋଲି ଆମେ କହିପାରିବା। ଉପନିଷେଦ ଅନୁଯାୟୀ ଶିକ୍ଷାର ମାଧ୍ୟମରେ ବ୍ୟକ୍ତିର ଅମରତ୍ୱ ସ୍ୱାଦ ଆରୋହଣ କରିଥାଏ। ନିହାତି ଭାବରେ ମନୁଷ୍ୟ ଶିକ୍ଷା ଦ୍ୱାରା ହିଁ ତାର ସମସ୍ତ ପ୍ରକାର ଜ୍ଞାନ ମଧ୍ୟ ଆହରଣ କରିଥାଏ ଏବଂ ଭୁଲ ଏବଂ ଠିକ୍ କେଉଁଟା ଚିନ୍ତା ମଧ୍ୟ କରିଥାଏ। ଶ୍ରୀମଦ୍ ଭାଗବତ ଗୀତା ଅନୁଯାୟୀ ଧରାପୃଷ୍ଠରେ ସବୁଠାରୁ ପୁଣ୍ୟ କର୍ମ ହେଉଛି ଜ୍ଞାନ ଆହରଣ ବା ଶିକ୍ଷା ଲାଭ। ନିହାତି ଭାବରେ କହିପାରିବା ଶ୍ରୀମଦ୍ ଭାଗବତ ଗୀତା ଅନୁସାରେ ଧରାପୃଷ୍ଠରେ ସବୁଠାରୁ ପୁଣ୍ୟ କର୍ମ ହେଉଛି ଜ୍ଞାନ ଆହରଣ କରିବା ପାଇଁ କୁହାଯାଇଅଛି। ଉପରୋକ୍ତ ପରିପ୍ରେକ୍ଷୀରେ ଶିକ୍ଷା ସର୍ବୋପରି ବ୍ୟକ୍ତି, ଗୋଷ୍ଠୀ, ସମାଜ ଓ ବିଶ୍ୱର ପ୍ରଗତି ତଥା ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ ବୋଲି ଗ୍ରହଣ କରାଯାଇଛି। ୱିଦାଉଟ୍ ଏଜୁକେସନରେ ଆମେ କୌଣସି ଜିନିଷ ମଧ୍ୟ କରିପାରିବା ନାହିଁ। ତେଣୁ ଶିକ୍ଷା ବ୍ୟକ୍ତି ବା ମନୁଷ୍ୟ ପ୍ରତି ନିହାତି ଦରକାର। ବର୍ତ୍ତମାନ ଆମେ ଦେଖିବା ଶିକ୍ଷାର ଅର୍ଥ। ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଏଜୁକେସନ୍ ବା ଶିକ୍ଷା ଶବ୍ଦଟି ତିନୋଟି ଲାଟିନ୍ ଶବ୍ଦ ଯଥା ଏଡୁକେୟାର ଏବଂ ଏଡୁକେଟମ୍ରୁ ଆସିଅଛି। ଅଭିଧାନଗତ ଅର୍ଥ ଦୃଷ୍ଟିକୋଣରୁ ଏଡୁକେୟାର କହିଲେ ଶିକ୍ଷିତ କରିବା, ଲାଳନ ପାଳନ କରିବା ବା ବୃଦ୍ଧିରେ ସହାୟତା କରିବାକୁ ବୁଝାଏ। ନିହାତି ଭାବରେ ଆମେ କହିପାରିବା ଏଜୁକେସନ୍ର ଅର୍ଥ କ'ଣ? ଶିକ୍ଷିତ କରିବା, ଲାଳନ ପାଳନ କରିବା ଓ ବୃଦ୍ଧିରେ ସହାୟକ କରିବାକୁ ବୁଝାଏ। ଅନ୍ୟ ଭାଷାରେ କହିବାକୁ ଗଲେ ଏକ ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ମିନି ଶିଶୁର ଲାଳନ ପାଳନ ବ୍ୟବସ୍ଥାକୁ ବୁଝାଇଥାଏ ବୋଲି କୁହାଯାଏ। ଅନ୍ୟ ଅର୍ଥରେ ଯଦି ଦେଖିବା ବା ଅନ୍ୟ ଭାଷାରେ ଦେଖିବାକୁ ଗଲେ ଶିକ୍ଷା କ'ଣ? ଏକ ନିର୍ଦ୍ଦିଷ୍ଟ ବା ଏକ ଶିଶୁର ଲାଳନ ପାଳନ ବ୍ୟବସ୍ଥାକୁ ମଧ୍ୟ ବୁଝାଏ ବୋଲି କୁହାଯାଇଅଛି।
ଏଡୁକେୟାର ଶବ୍ଦଟିର ଅର୍ଥ ହେଉଛି ପ୍ରକଟିତ କରିବା, ପ୍ରକାଶ କରିବା ବା ଉନ୍ମୋଚନ ବା ସାଧନା କରିବା। ଯଦି ଆମେ ଏଡୁକେୟାର ଶବ୍ଦ ହିସାବରେ ଦେଖିବା, ପ୍ରକଟିତ କରିବା, ପ୍ରକାଶ କରିବା ବା ଉନ୍ମୋଷ ସାଧନା କରିବା ବୋଲି କୁହାଯାଏ। ଏଠାରେ ଇର ଅର୍ଥ ହେଉଛି ବାହାର କରିବା ଏବଂ ଏଡୁକେୟାର ଅର୍ଥ ହେଉଛି ପଥ ପ୍ରଦର୍ଶନ କରିବା। ନିହାତି ଭାବରେ ବାହାର କରିବା ଏବଂ ପଥ ପ୍ରଦର୍ଶନ ମଧ୍ୟ କରିବା, ବାଟ ଦେଖାଇବା ବା ଅଗ୍ରସର କରାଇବା। ଯଦି କହିବା ଆମେ ଏଡୁକେୟାରର ଅର୍ଥ ହେଉଛି ବାଟ ଦେଖାଇବା ବା ଅଗ୍ରସର କରିବା। ଏହି ପରିପ୍ରେକ୍ଷୀରେ ଶିକ୍ଷା ବ୍ୟକ୍ତି ମଧ୍ୟରେ ରହିଥିବା ଅନ୍ତର୍ନିହିତ ପୂର୍ଣ୍ଣ ପରିପ୍ରକାଶକୁ ବୁଝାଇଥାଏ। ତୃତୀୟ ଲାଟିନ ଶବ୍ଦ ଏଡୁକେଟମ୍ ଶିକ୍ଷା ଦାନ ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୁଝାଇଥାଏ। ଯଦି ଆମେ ଏଡୁକେଟମ୍ର ଅର୍ଥ କହିବା ତାହେଲେ ପ୍ରଶିକ୍ଷଣ ବା କାର୍ଯ୍ୟକ୍ରମକୁ ନିହାତି ଭାବରେ ବୁଝାଇଥାଏ। ଏଡୁକେୟାର ଶବ୍ଦର ଅର୍ଥ ହେଉଛି ଯତ୍ନ ନେବା ବା ଲାଲନ ପାଳନ କରିବା। ନିହାତି ଭାବରେ କହିବା ଏଡୁକେୟାର ଶବ୍ଦ ହେଉଛି ଯତ୍ନ ନେବା ବା ଲାଲନ ପାଳନ କରିବା। ଏହା ଶିକ୍ଷାର ଏକ ବାହ୍ୟ ଘଟଣା ବା କାର୍ଯ୍ୟକ୍ରମ ଅଟେ। ନିହାତି ଭାବରେ ଶିକ୍ଷାର ଏକ ବାହ୍ୟ ଆମେ ବୋଲି କହିପାରିବା, ବାହ୍ୟ କାର୍ଯ୍ୟକ୍ରମ ବୋଲି କହିପାରିବା। ବିଶିଷ୍ଟ ଶିକ୍ଷାବିତ୍ ତାଦାନୁଜୀଙ୍କର ମତରେ ଶିଶୁଟିଏ କଦାପି ଗୋଟାଏ ଉତ୍ସକୂପ ସହ ତୁଳନୀୟ ନୁହେଁ, ଯେଉଁ କୂପରେ ଖୁବ୍ ଅଳ୍ପ ପରିଶ୍ରମରେ ପ୍ରାକୃତିକ ଉପାୟରେ ଜଳ ନିର୍ଗତ ହୋଇଥାଏ। ତେଣୁ ଉଭୟ ଏଡୁକେୟାର ଏଡୁକେଟମ୍ ଯେଉଁଥିରେ ଶିକ୍ଷା ଶବ୍ଦଟି ବ୍ୟତୀତ ହୋଇଛି ବୋଲି ବିଶ୍ୱାସ କରାଯାଉଛି ନା କାହିଁକି ଏହା ସୂଚାଇ ଦିଆଯାଏ ଯେ ଶିକ୍ଷା ଏପରି ଏକ ବାହ୍ୟ କାର୍ଯ୍ୟକ୍ରମ ଯାହା ବ୍ୟକ୍ତିର ପରିବେଶକୁ ଗ୍ରହଣ କରିଥାଏ। ନିହାତି ଭାବରେ ଆମେ କହିପାରିବା ଶିକ୍ଷା ଏପରି ଏକ ଶବ୍ଦ ବା ଏପରି ଏକ ପ୍ରସାର ହୋଇଛି ଯାହା ମନୁଷ୍ୟର ବାହ୍ୟ କ୍ରମକୁ ବା ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଗଢ଼ିଥାଏ। ମାତ୍ର ଏଡୁକେୟାର ଶବ୍ଦଟି ସୂଚାଇ ଦିଏ ଯେ ଏହା ଏକ ଅନ୍ତର୍ବିକାଶ ପ୍ରକ୍ରିୟା। ନିହାତି ଭାବରେ ଏଡୁକେୟାର ଯଦି କହିବା ଆମେ ମଣିଷର ଅନ୍ତର୍ବିକାଶକୁ ବୁଝାଇଥାଏ। କୌଣସି ଏକ ବଗିଚାର ମାଲି ପରି ଶିକ୍ଷକ ଶିକ୍ଷାର୍ଥୀର ପ୍ରାକୃତିକ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଉପଯୁକ୍ତ ପରିବେଶ, ସ୍ଥାନ ଏବଂ ଉପାୟରେ ପ୍ରଦାନ କରିବାର ଆବଶ୍ୟକ। ନିହାତି ଭାବରେ ଯଦି ଆମେ କହିପାରିବା କୌଣସି ଏକ ବଗିଚାରେ ଯେପରି ମାଲି ଫୁଲକୁ ଯେଉଁ ପ୍ରକାର ଯତ୍ନ ସହିତ ପାଣି ଦେଇକି ବଢ଼େଇଥାଏ, ସେହି ପ୍ରକାରର ଗୋଟେ ଶିକ୍ଷକ ଶିକ୍ଷାର୍ଥୀର ପ୍ରକୃତି ଅନ୍ତର୍ନିହିତ ପ୍ରତିଭା ବିକାଶ ନିମନ୍ତେ ଉପଯୁକ୍ତ ପରିବେଶ, ସ୍ଥାନ ଏବଂ ଉପାୟ ମାନ ପ୍ରଦାନ କରିବାର ଆବଶ୍ୟକ ବୋଲି କୁହାଯାଇଛି। ଶିକ୍ଷା ବ୍ୟକ୍ତିର ମଧ୍ୟରେ ଲୋକାୟତ ଅବସ୍ଥାରେ ରହିଥିବା ସମସ୍ତ ଜ୍ଞାନ, ମୂଲ୍ୟବୋଧ ଏବଂ ଦକ୍ଷତାର ବିକାଶ ନିମନ୍ତେ ଉଦ୍ୟମ କରିଥାଏ। ଶିକ୍ଷା ଏମିତି ଏକ ପ୍ରକ୍ରିୟା ଯାହା ବ୍ୟକ୍ତିର ସମସ୍ତ ପ୍ରକାରର ଜ୍ଞାନ, ବ୍ୟକ୍ତି ମଧ୍ୟରେ ରହିଥିବା ଜ୍ଞାନ, ମୂଲ୍ୟବୋଧ ଏବଂ ଦକ୍ଷତା ବିକାଶ ନିମନ୍ତେ ଉଦ୍ୟମ ନିହାତି ଭାବରେ କରିଥାଏ। ତେଣୁ ଉପଯୁକ୍ତ ଜ୍ଞାନ ଓ ଅନୁଭୂତି ସାହାଯ୍ୟରେ ଶିକ୍ଷା ବ୍ୟକ୍ତିର ଅନ୍ତର୍ନିହିତର ଗୁଣ ବା ପରିପୂର୍ଣ୍ଣ ପରିପ୍ରକାଶ କରିଥାଏ। ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ ଯେଉଁ ପ୍ରକାରର ରହିଛି ଶିକ୍ଷା ବା ତା ପ୍ରତି ଗୁଣ ତାକୁ ପରିପ୍ରକାଶ ମଧ୍ୟ କରିଥାଏ। ବର୍ତ୍ତମାନ ଆମେ ଦେଖିବା ଶିକ୍ଷାର ସଂଜ୍ଞା। ଶିକ୍ଷା ଏପରି ଏକ ପରିବର୍ତ୍ତନଶୀଳ ଓ ଅମୂର୍ତ୍ତ ସେ ବିଶିଷ୍ଟ ସାଧାରଣ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବାର କଷ୍ଟକର ଅଟେ। ନିହାତି ଭାବରେ ଶିକ୍ଷା ଏପରି ଏକ ବ୍ୟାପକ ଶବ୍ଦ, ତା ବିଷୟରେ କୌଣସି ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା ନିହାତି ଭାବରେ ଆମେ କହିପାରିବା କଷ୍ଟକର ପାଠ। ଏହାର ଲକ୍ଷ୍ୟ, କାର୍ଯ୍ୟ ଓ ଉପଯୋଗିତା ସମ୍ପର୍କରେ ବିଭିନ୍ନ ଦାର୍ଶନିକ ଚିନ୍ତାନାୟକ ତଥା ଶିକ୍ଷାବିତ୍ମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ନିହାତି ଭାବରେ କହିପାରିବା ଏହା ଲକ୍ଷ୍ୟ, କାର୍ଯ୍ୟ ଓ ଉପଯୋଗିତା ସମ୍ପର୍କରେ ଦାର୍ଶନିକମାନେ ସମସ୍ତଙ୍କର ଚିନ୍ତା ଭିନ୍ନ ଭିନ୍ନ ମତ ମଧ୍ୟ ସେମାନେ ପୋଷଣ କରିଥାନ୍ତି। ଶିକ୍ଷା ଏକ ଜଟିଳ ଧାରଣା ଅଟେ। ଏହି ଦୃଷ୍ଟିକୋଣରୁ ବିଭିନ୍ନ ସମୟରେ ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଶିକ୍ଷାବିତ୍ ଶିକ୍ଷା ସମ୍ପର୍କରେ ସାମାଜିକ ଆବଶ୍ୟକତା ତଥା ଶୃଙ୍ଖଳା ପରିପ୍ରେକ୍ଷୀରେ ଭିନ୍ନ ଭିନ୍ନ ସଂଜ୍ଞାମାନ ପ୍ରଦାନ କରିଛନ୍ତି। ନିହାତି ଭାବରେ କହିପାରିବା ଅନେକ ଦୃଷ୍ଟିକୋଣରୁ ଶିକ୍ଷାକୁ ଶିକ୍ଷାବିତ୍ମାନେ ଅନେକ ଆବଶ୍ୟକତା ଅନୁସାରେ ତାଙ୍କର ସେମାନେ କ'ଣ ସଂଜ୍ଞାମାନ ପ୍ରଦାନ କରିଛନ୍ତି। ନିମ୍ନରେ ଶିକ୍ଷା ସମ୍ପର୍କିତ କେତୋଟି ସଂଜ୍ଞା ସମ୍ପର୍କରେ ଆଲୋଚନା କରାଯାଇଛି। ବର୍ତ୍ତମାନ ଆମେ ଦେଖିବା କିଛି ଶିକ୍ଷାବିତ୍ମାନଙ୍କର ଦ୍ୱାରା ଦିଆଯାଇଥିବା ସଂଜ୍ଞା ଗୁଡ଼ିକ ଦେଖିବା। ଋଗ୍ବେଦ ମତରେ ଶିକ୍ଷା ମଣିଷକୁ ଆତ୍ମବିଶ୍ୱାସ ବା ଆତ୍ମନିର୍ଭରଶୀଳ ଏବଂ ନିଃସ୍ୱାର୍ଥପର ହେବାର ସହାୟକ ହୋଇଥାଏ। ନିହାତି ଭାବରେ କହିପାରିବା ଆମେ ଶିକ୍ଷା ମଣିଷକୁ ଆତ୍ମବିଶ୍ୱାସ, ଆତ୍ମନିର୍ଭରଶୀଳ ଏବଂ ନିଃସ୍ୱାର୍ଥପର ହେବାର ସହାୟକ ମଧ୍ୟ ହୋଇଥାଏ। ଭାରତର ପୁରାତନ ଗ୍ରନ୍ଥ ଋଗ୍ବେଦ ଅନୁଯାୟୀ ଶିକ୍ଷା ଏପରି ଏକ ମାଧ୍ୟମ ଯାହାଦ୍ୱାରା ମାନବ ମଧ୍ୟରେ ଉଭୟ
ଆତ୍ମନିର୍ଭରଶୀଳ ଏବଂ ନିଃସ୍ୱାର୍ଥପର ଗୁଣର ବିକାଶ ହୋଇଥାଏ। ଯଦି କହିବା ଶିକ୍ଷା ଏପରି ଏକ ଶବ୍ଦ ଯାହା ମଣିଷ ଭିତରେ ଆତ୍ମନିର୍ଭରଶୀଳ ଏବଂ ନିଃସ୍ୱାର୍ଥପର ଗୁଣର ବିକାଶ ମଧ୍ୟ ହୋଇଥାଏ। ପୁନଶ୍ଚ ବୈଦିକ ମତକୁ ବିଶ୍ଳେଷଣ କରାଗଲେ ଜଣାଯାଏ ଯେ ଉପନିଷଦ ମତରେ ଶିକ୍ଷା ଏପରି ଏକ ମାଧ୍ୟମ ଯାହା ମଣିଷକୁ ମୁକ୍ତି ପଥର ମାର୍ଗ ପ୍ରଦର୍ଶନ କରିବା ସହ ନିର୍ବାଣ ପ୍ରାପ୍ତିର ସହାୟକ ହୋଇଥାଏ। ନିହାତି ଭାବରେ କହିପାରିବା ଉପନିଷଦ ମତରେ ଶିକ୍ଷା ଏପରି ଏକ ମାଧ୍ୟମ ଯାହା ମଣିଷକୁ ମୁକ୍ତିର ପଥ ମାର୍ଗ ଦର୍ଶନ କରାଇବା ସହ ନିର୍ବାଣ ପ୍ରାପ୍ତରେ ମଧ୍ୟ ନିହାତି ଭାବରେ ସହାୟକ ହୋଇଥାଏ। ତେଣୁ ଶିକ୍ଷା ହେଉଛି ମଣିଷ ପାଇଁ ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକତା ଶିକ୍ଷାର ନିହାତି ଭାବରେ ରହିଅଛି। ଗୁପ୍ତ ଯୁଗର ମହାନ ରାଷ୍ଟ୍ରନାୟକ କୌଟଲ୍ୟଙ୍କର ମତରେ ଶିକ୍ଷା ମଣିଷକୁ ଦେଶପ୍ରେମୀ ତଥା ସୁନାଗରିକ ରୂପେ ଗଠନ କରିବାରେ ସାହାଯ୍ୟ କରିଥାଏ। ଯଦି ଦେଖିବା ଆମେ କୌଟଲ୍ୟଙ୍କର ମତରେ ଶିକ୍ଷା ଆମକୁ ଦେଶପ୍ରେମୀ ଏବଂ ସୁନାଗରିକ ରୂପେ ଗଠନ କରିବାରେ ନିହାତି ଭାବରେ ସାହାଯ୍ୟ କରିଥାଏ। ହିନ୍ଦୁ ଧର୍ମ ଓ ଦାର୍ଶନର ମହାନ ପ୍ରବର୍ତ୍ତକ ଶଙ୍କରାଚାର୍ଯ୍ୟଙ୍କର ମତରେ ଆତ୍ମ ସାକ୍ଷାତକାର ହିଁ ଶିକ୍ଷା। ନିହାତି ଭାବରେ କହିପାରିବା ଶଙ୍କରାଚାର୍ଯ୍ୟଙ୍କର ମତରେ ଆତ୍ମସାକ୍ଷର ହିଁ ଶିକ୍ଷା ବୋଲି ସେ କହିଛନ୍ତି। ଏହି ମତାନୁଯାୟୀ ଶିକ୍ଷା ମାନବକୁ ନିର୍ବାଣ ପ୍ରାପ୍ତି ତଥା ଆତ୍ମ ଉପଲବ୍ଧି ନିମନ୍ତେ ସହାୟକ ହୋଇଥାଏ। ନିହାତି ଭାବରେ କହିପାରିବା ନିର୍ବାଣ ପ୍ରାପ୍ତି ଏବଂ ଆତ୍ମ ଉପଲବ୍ଧି ନିଜର ସବୁ ଯେଉଁ ନିଜର ଭିତରେ ଜ୍ଞାନ ଅଛି ସେହି ବିଷୟରେ ନିହାତି ଭାବରେ ଶିକ୍ଷା ସାହାଯ୍ୟ କରିଥାଏ। ବର୍ତ୍ତମାନ ଦେଖିବା ଶିଖ ଧର୍ମର ମହାନ ପ୍ରବର୍ତ୍ତକ ତଥା ଗୁରୁ ନାନକଙ୍କର ମତରେ ଶିକ୍ଷା ଆତ୍ମ ଉପଲବ୍ଧି ଓ ମାନବର ସେବା ନିମିତ୍ତ ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଶିକ୍ଷା ଯଦି ଆମେ କହିବା ଆତ୍ମ ଉପଲବ୍ଧି ଏବଂ ମାନବର ସେବା ନିମିତ୍ତ ଉଦ୍ଦିଷ୍ଟ ବୋଲି କହିଛନ୍ତି ଗୁରୁ ନାନକ। ପ୍ରଖ୍ୟାତ ବେଦାନ୍ତବିତ୍ ସ୍ୱାମୀ ଦୟାନନ୍ଦଙ୍କର ମତରେ ଶିକ୍ଷା ଚରିତ୍ରର ଗଠନ କହିପାରିବା ଆମେ ଓ ନୀତିନିଷ୍ଠ ଜୀବନଯାପନର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ କହିଛନ୍ତି। ଶିକ୍ଷା ଏକ ଚରିତ୍ର ଗଠନ ଏବଂ ନୀତିନିଷ୍ଠ ଜୀବନଯାପନର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ ଶିକ୍ଷାକୁ ବିବେଚନା ମଧ୍ୟ କରିଛନ୍ତି। ଆଧୁନିକ ଭାରତର ବିଶିଷ୍ଟ ପ୍ରଯୋଗ ତଥା ବାସ୍ତବବାଦୀ ମହାମନୀଷ ସ୍ୱାମୀ ବିବେକାନନ୍ଦଙ୍କର ମତରେ ଶିକ୍ଷା ହେଉଛି ମାନବର ଦୈବିଶ୍ୱର ପରିପୂର୍ଣ୍ଣ ବୋଲି କୁହାଯାଇଛି। ଶିକ୍ଷା ସମ୍ପର୍କରେ ଏକ ବିଭିନ୍ନ ଦୃଷ୍ଟିକୋଣ ପ୍ରକାଶ କରିବାକୁ ଯାଇ ସେ କହିଛନ୍ତି ଶିକ୍ଷା ହିଁ ଚରିତ୍ର ଗଠନର ଏକମାତ୍ର ପ୍ରକୃଷ୍ଟ ମାଧ୍ୟମ ବୋଲି କହିଛନ୍ତି। ଏହା ମାନବର ମାନସିକ ଦକ୍ଷତା ତଥା ବୁଦ୍ଧିର ବିକାଶ କରିବା ସହ ତାକୁ ସ୍ୱାବଲମ୍ବୀ କରିଥାଏ। ନିହାତି ଭାବରେ କହିପାରିବା ସ୍ୱାମୀ ବିବେକାନନ୍ଦ କହିଛନ୍ତି କ'ଣ ଶିକ୍ଷା ହିଁ ଚରିତ୍ର ଗଠନର ଏକମାତ୍ର ପ୍ରକୃଷ୍ଟ ମାଧ୍ୟମ। ୱିଦାଉଟ୍ ଏଜୁକେସନରେ ଆମେ ନିଜର ବିହେଭିଅର ବା କ୍ୟାରେକ୍ଟରକୁ ଆମେ ଗଠନ କରିପାରିବା ନାହିଁ। ଏହା ମାନବର ମାନସିକ ଦକ୍ଷତା ତଥା ବୁଦ୍ଧିର ବିକାଶ ହୋଇଥାଏ। ଆମର ଯେଉଁ ନଲେଜର ବିକାଶ ମଧ୍ୟ ନିହାତି ଭାବରେ ହୋଇଥାଏ ଶିକ୍ଷା ମାଧ୍ୟମରେ ଏବଂ ଆମେ ସେଲ୍ଫ ଆୱାରନେସ୍ ବା ନିଜେ ସ୍ୱାବଲମ୍ବୀନଶୀଳ ମଧ୍ୟ ହୋଇଥାଉ ଶିକ୍ଷା ମାଧ୍ୟମରେ। ଏହି ଦୃଷ୍ଟିକୋଣରୁ ବିବେକାନନ୍ଦଙ୍କର ଶିକ୍ଷା ସମ୍ପର୍କିତ ସଂଜ୍ଞାଟିକୁ ଏକ ସାର୍ବଜନୀକୃତ ବାସ୍ତବ ସଂଜ୍ଞା ରୂପେ ବିବେଚିତ କରାଯାଇଛି। ଏହି ସଂଜ୍ଞା ନିହାତି ଭାବରେ ବିବେକାନନ୍ଦଙ୍କର ସଂଜ୍ଞା ସମସ୍ତଙ୍କ ଠାରୁ ଉଚ୍ଚକୋଟୀରେ ମଧ୍ୟ ରଖାଯାଇଅଛି। ଭାରତୀୟ କୁଳଗୁରୁ ଶିକ୍ଷାର ମହାନ ପ୍ରବର୍ତ୍ତକ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କର ମତରେ ତାହା ହିଁ ଶିକ୍ଷା ଯାହା ମନୁଷ୍ୟକୁ ଚରମ ସତ୍ୟ ଉପଲବ୍ଧି କରିବା ନିମନ୍ତେ ପ୍ରେରଣା ଦେଇଥାଏ। ନିହାତି ଭାବରେ ଆମେ କହିପାରିବା ରବୀନ୍ଦ୍ରନାଥ ଟାଗୋରଙ୍କର ମତରେ ତାହା ହିଁ ଶିକ୍ଷା ଯାହା ମନୁଷ୍ୟର ଚରମ ସତ୍ୟ ସେ ନିହାତି ଭାବରେ ସତ୍ୟକୁ ଉପଲବ୍ଧି କରିବାର ଦରକାର ଏବଂ ସତ୍ୟ କହିବା ଦରକାର। ସତ୍ୟ ସହିତ ସବୁବେଳେ ଲିପିବଦ୍ଧ ବା ସବୁ ସମ୍ପର୍କ ରହିବା ଦରକାର। ସତ୍ୟକୁ ଉପଲବ୍ଧି ମଧ୍ୟ ଆତ୍ମ ଭିତରେ ଅନ୍ତର୍ନିହିତ ଭିତରେ ଶିକ୍ଷାକୁ ଉପଲବ୍ଧି କରିବା ନିମନ୍ତେ ପ୍ରେରଣା ଦେଇଥାଏ। ତାହାକୁ ହିଁ ଶିକ୍ଷା କୁହାଯିବ ବୋଲି କହିଛନ୍ତି। ଭାରତର ବିଶିଷ୍ଟ ଶିକ୍ଷାବିତ୍ ମହାନ ଯୋଗୀ ତଥା ଜାତୀୟବାଦୀ ଚିନ୍ତାଧାରା ମହାନ ପ୍ରବକ୍ତା ଶ୍ରୀ ଅରବିନ୍ଦଙ୍କର ମତରେ ଶିକ୍ଷା ଆତ୍ମବିକାଶରେ ସାହାଯ୍ୟ କରିଥାଏ। ନିହାତି ଭାବରେ ଶିକ୍ଷା ଆତ୍ମର ବିକାଶରେ ସାହାଯ୍ୟ କରିଥାଏ। ପୁନଶ୍ଚ ତାଙ୍କ ମତରେ ଏକ ଉପଯୁକ୍ତ ଶିକ୍ଷା ହିଁ ମାନବର ଅନ୍ତର୍ନିହିତ ଗୁଣବଳୀର ବିକାଶ କରିଥାଏ। ନିହାତି ଭାବରେ କେବଳ ଶିକ୍ଷା ବିଷୟରେ କହିନାହାନ୍ତି ମାତ୍ର ଉପଯୁକ୍ତ ଶିକ୍ଷା ହିଁ ମଣିଷର ଅନ୍ତର୍ନିହିତ ଯେଉଁ ତାର ଭିତରେ ଅଛି ସେ ଗୁଣବଳୀର ବିକାଶ ମଧ୍ୟ ଘଟାଇଥାଏ। ତାକୁ ହିଁ ଶିକ୍ଷା କୁହାଯାଇପାରେ ବୋଲି କହିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ମତରେ ଶିକ୍ଷା କହିଲେ ଶିଶୁ ଓ ମଣିଷ ମଧ୍ୟରେ ଥିବା ଶରୀର ମନ ଓ
ଆତ୍ମ ସର୍ବମୁଖୀ ଓ ସର୍ବୋତ୍କୃଷ୍ଟ ପରିପ୍ରକାଶକୁ ବୁଝାଏ। ନିହାତି ଭାବରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ମତରେ ଶିକ୍ଷା କହିଲେ ଶିଶୁର ମଣିଷ ମଧ୍ୟରେ ଥିବା ଶରୀର, ମନ ଓ ଆତ୍ମ ସର୍ବମୁଖୀ ସର୍ବୋତ୍କୃଷ୍ଟକୁ ନିହାତି ଭାବରେ ବୁଝାଇଥାଏ। ତାହାକୁ ଆମେ ଶିକ୍ଷା ବୋଲି କହିପାରିବା। ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ 1948 ତାଙ୍କର ମତରେ ଶିକ୍ଷା ହିଁ ଆତ୍ମିକ ଜୀବନର ଅୟମ ଆରମ୍ଭ ବୋଲି କହିଛନ୍ତି। ଶିକ୍ଷା ହିଁ ଆତ୍ମିକ ଜୀବନର ଅୟମ ଆରମ୍ଭ। ସତ୍ୟାନୁଧ୍ୟାନ ନିମନ୍ତେ ମାନବାତ୍ମାର ପ୍ରଶିକ୍ଷଣ ଏବଂ ସଦ୍ଗୁଣ ହିଁ ଶିକ୍ଷା ବୋଲି ସେ କହିଛନ୍ତି। ଯଦି ଆମେ ଦେଖିବା ବିଶ୍ୱବିଦ୍ୟାଳୟ ଆୟୋଗଙ୍କର ମତରେ ଶିକ୍ଷା ହିଁ ଆତ୍ମିକ ଜୀବନର ଅୟମ ଆରମ୍ଭ ଏବଂ ସତ୍ୟାନୁଧ୍ୟାନ ନିମନ୍ତେ ଶିକ୍ଷା ହିଁ ପ୍ରଶିକ୍ଷଣ ଏକ ସଦ୍ଗୁରୁ ବା ଅଭ୍ୟାସକରଣ ବୋଲି କୁହାଯାଇଅଛି। କୋଠରୀ ଶିକ୍ଷା ଆୟୋଗ 1964-66 ତାଙ୍କର ମତରେ ଶିକ୍ଷା ମାନବର ଆଶା ଆକାଂକ୍ଷା ଓ ଆବଶ୍ୟକତାକୁ ପୂରଣ କରିବା ସହ ସମସ୍ତ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିବର୍ତ୍ତନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବାର ଆବଶ୍ୟକ ବୋଲି କୁହାଯାଏ। ଶିକ୍ଷା ଏମିତି ଏକ ନିହାତି ଭାବରେ କହିଛନ୍ତି ଶିକ୍ଷା ମାନବର ଆଶା ଆକାଂକ୍ଷା ଏବଂ ଆବଶ୍ୟକତାକୁ ପୂରଣ କରିବା ସହ ସମସ୍ତ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିବର୍ତ୍ତନ ନିମନ୍ତେ ଶିକ୍ଷା ହିଁ ଆବଶ୍ୟକ ବୋଲି କୁହାଯାଇଅଛି। ଶିକ୍ଷା ସମ୍ପର୍କରେ ପାଶ୍ଚାତ୍ୟ ମତ। ଆଧୁନିକ କ୍ରମବର୍ଦ୍ଧିଷ୍ଣୁ ଶିକ୍ଷା ତଥା ଶିକ୍ଷାର ବିକାଶ ପ୍ରକ୍ରିୟା ଅନେକାଂଶରେ ପାଶ୍ଚାତ୍ୟ ସଭ୍ୟତାର ଉପରେ ନିର୍ଭର କରିଥାଏ। ଶିକ୍ଷା ସମ୍ପର୍କରେ କେତେକ ପାଶ୍ଚାତ୍ୟ ଚିନ୍ତାଧାରାଙ୍କର ମତରେ ନିମ୍ନରେ ପ୍ରଦାନ କରାଯାଇଅଛି। ଜନଜଗତର ପିତା ପ୍ଲାଟୋଙ୍କର ମତରେ ଠିକ୍ ସମୟରେ ଆନନ୍ଦ ଓ ବିଷାଦ ଅନୁଭବ କରିବାର କ୍ଷମତାକୁ ଶିକ୍ଷା କୁହାଯାଏ। ଯଦି କହିବା ପ୍ଲାଟୋଙ୍କର ମତରେ କ'ଣ, ଠିକ୍ ସମୟରେ ଆନନ୍ଦ ବା ସତ୍ୟକୁ ଆପଣେଇବା ବା ଅନୁଭବ କରିବାର କ୍ଷମତାକୁ ଶିକ୍ଷା ହିଁ କୁହାଯାଏ ବୋଲି କହିଛନ୍ତି ପ୍ଲାଟୋ। ଏହା ବ୍ୟକ୍ତିର ଶରୀର ଏବଂ ଆତ୍ମାର ତାର ଦକ୍ଷତା ଅନୁଯାୟୀ ସମସ୍ତ ପ୍ରକାର ସୌନ୍ଦର୍ଯ୍ୟ ଓ ପୂର୍ଣ୍ଣତା ଭରି ଦେଇଥାଏ। ନିହାତି ଭାବରେ କହିପାରିବା ବ୍ୟକ୍ତିର ଶରୀର ଓ ଆତ୍ମାର ତାର ଦକ୍ଷତା ଅନୁଯାୟୀ ତାର ସମସ୍ତ ପ୍ରକାର ସୌନ୍ଦର୍ଯ୍ୟ ଓ ପୂର୍ଣ୍ଣତା ଶିକ୍ଷା ଆଣିକି ଭରି ଦେଇଥାଏ। ବିଶିଷ୍ଟ ଦାର୍ଶନିକ ଆରିଷ୍ଟଟଲଙ୍କର ମତରେ ଏକ ସୁସ୍ଥ ଶରୀର ସହ ଏକ ସୁସ୍ଥ ମନ ସୃଷ୍ଟି କରିବା ହିଁ ଶିକ୍ଷା ବୋଲି କୁହାଯାଇଛି। ଯଦି କହିପାରିବା, ଯଦି ଦେଖିବା ଆରିଷ୍ଟଟଲଙ୍କର ମତରେ ଏକ ସୁସ୍ଥ ଶରୀର ସହ ଏକ ସୁସ୍ଥ ମନ ସୃଷ୍ଟି କରିବା ହିଁ ତାକୁ ହିଁ ଶିକ୍ଷା ବୋଲି କୁହାଯାଇଅଛି। ଏହା ବ୍ୟକ୍ତିର ବିଭିନ୍ନ ବିଭାଗ ବିଶେଷତଃ ମନଶକ୍ତି ବିଭାଗର ପ୍ରଭୃତ ବିକାଶ ସାଧନା କରିଥାଏ। ନିହାତି ଭାବରେ କହିପାରିବା ଏବେ ମନଶକ୍ତି ବିଭାଗର ପ୍ରଭୃତି ବିକାଶ ସାଧନା କରିଥାଏ, ଯାଦ୍ୱାରା ବ୍ୟକ୍ତି ସଂସାରର ପରମ ଉପଲବ୍ଧ ସତ୍ୟ ଶିବ ସୁନ୍ଦରମକୁ ହୃଦୟଙ୍ଗମ କରିବା ସହ ଏଥିରେ ଥିବା ପରମ ସୁଖକୁ ଉପଲବ୍ଧି କରିବାର ସମର୍ଥ ହୋଇଥାଏ। ନିହାତି କହିପାରିବା ଶିକ୍ଷା ଦ୍ୱାରା ମନୁଷ୍ୟ ପରମ ମୂଲ୍ୟବୋଧ ସତ୍ୟ ଶିବମ ଏବଂ ସୁନ୍ଦରଙ୍କୁ ହୃଦୟଙ୍ଗମ କରିବା ସହ ଏଥିରେ ତାର ପରମ ସୁଖକୁ ଉପଲବ୍ଧି କରିବାର ସାମର୍ଥ୍ୟ ହୋଇଥାଏ ବୋଲି ଆରିଷ୍ଟଟଲ ଶିକ୍ଷା ତାଙ୍କର ମତରେ ଶିକ୍ଷା ସେଇଟା ବୋଲି କହିଛନ୍ତି। ଫେସ୍ତାସିଲଙ୍କର ମତରେ ମାନବର ଅନ୍ତର୍ନିହିତ ଗୁଣବଳୀ ଗୁଡ଼ିକର ସ୍ୱାଭାବିକ ସୁସଙ୍ଗତ ଏବଂ ପ୍ରଗତିଶୀଳ ବିକାଶ ଧାରାକୁ ଶିକ୍ଷା ହିଁ କୁହାଯାଇଥାଏ। ଯଦି ଆମେ କହିବା ଫେସ୍ତାସିଲଙ୍କର ମତରେ ମାନବର ଅନ୍ତର୍ନିହିତ ଗୁଣବଳୀ ଗୁଡ଼ିକ ସ୍ୱାଭାବିକ ନିଜସ୍ୱ ହିସାବରେ ସ୍ୱାଭାବିକ ସୁସଙ୍ଗଠିତ ନିହାତି ଭାବରେ ଅର୍ଗାନାଇଜ ହେଇ ହେବ ଏବଂ ପ୍ରଗତିଶୀଳ ବିକାଶ ଧାରାକୁ ହିଁ ଶିକ୍ଷା ସେ କହିଛନ୍ତି। ଅନ୍ୟ ଭାଷାରେ କହିବାକୁ ଗଲେ ଶିକ୍ଷା ମାଧ୍ୟମରେ ବ୍ୟକ୍ତିର ସ୍ୱାଭାବିକ ସନ୍ତୁଳିତ ଓ ପ୍ରଗତିଶୀଳ ବିକାଶ ସମ୍ଭବ ହୋଇଥାଏ କେବଳ ଶିକ୍ଷା ମାଧ୍ୟମରେ ବୋଲି କହିଛନ୍ତି। ହରବର୍ଟଙ୍କର ମତରେ ଶିକ୍ଷା ଦ୍ୱାରା ଶିଶୁର ମଧ୍ୟରେ ଉତ୍ତମ ନୈତିକ ଚରିତ୍ରତ ବିକାଶ ସାଧନା ହୋଇଥାଏ। ନିହାତି ଭାବରେ କହିପାରିବା ଶିକ୍ଷା ମାଧ୍ୟମରେ ଶିଶୁର ଭିତରେ ଉତ୍ତମ ନୈତିକ ଚରିତ୍ର ବିକାଶ ମଧ୍ୟ ହୋଇଥାଏ। ଚରିତ୍ର ଗଠନ ଶିକ୍ଷାର ଏକ ପ୍ରମୁଖ ଲକ୍ଷ୍ୟ ମଧ୍ୟ ସେ କହିଛନ୍ତି। ଚିତ୍ର ବା ଚରିତ୍ର ଗଠନ ଶିକ୍ଷାର ଏକ ପ୍ରମୁଖ ଲକ୍ଷ୍ୟ ବୋଲି ସେ ମତ ପୋଷଣ କରିଛନ୍ତି। ଫ୍ରୋବେଲଙ୍କର ମତରେ ଜୀବ ବା ମାନବ ଜିନ୍ରେ ଲୁକାୟିତ ଗୁଣବଳୀର ପରିପ୍ରକାଶକୁ ଶିକ୍ଷା ହିଁ କୁହାଯାଏ। ସେ କହିଛନ୍ତି କ'ଣ, ଜୀବ ଏବଂ ମାନବର ଜିନ୍ରେ ଯେଉଁ ଲୁକାୟିତ ଗୁଣବଳୀ ଅଛି ପରିପ୍ରକାଶକୁ ହିଁ ସେ ଶିକ୍ଷା ବୋଲି କହିଛନ୍ତି। ଶିକ୍ଷା ଏପରି ଏକ ମାଧ୍ୟମ ଯାହା ମାନବର ଅନ୍ତର ପ୍ରତିଭାକୁ ବାହ୍ୟ ରୂପେ ପ୍ରଦାନ କରିଥାଏ। ମଣିଷ ଭିତରେ ଯେଉଁ ଟ୍ୟାଲେଣ୍ଟ ବା ମଣିଷ ଭିତରେ ଯେଉଁ କ୍ୱାଲିଟି ଅଛି ତାକୁ
ବାହ୍ୟ ରୂପେ ପରିପ୍ରକାଶ କରିଥାଏ ତାହାକୁ ହିଁ ଶିକ୍ଷା ବୋଲି କହିଛନ୍ତି। ସ୍ପେନରଙ୍କ ମତରେ ଶିକ୍ଷା ହିଁ ପୂର୍ଣ୍ଣାଙ୍ଗ ଜୀବନଯାପନ ଶୈଳୀକୁ ବୁଝାଇଥାଏ ଏବଂ ଏହା ଶିଶୁକୁ ସମ୍ପୂର୍ଣ୍ଣ ସୁଖ ପ୍ରଦାନ କରିଥାଏ। ନିହାତି ଭାବରେ କହିଛନ୍ତି ସେ ଶିକ୍ଷା ହିଁ ପୂର୍ଣ୍ଣାଙ୍ଗ ଜୀବନଯାପନର ଶୈଳୀକୁ ବୁଝାଇଥାଏ। ଏହା ଶିଶୁକୁ ସମ୍ପୂର୍ଣ୍ଣ ସୁଖ ମଧ୍ୟ ପ୍ରଦାନ କରିଥାଏ। ୱିଦାଉଟ୍ ଏଜୁକେସନ୍ ଦ୍ୱାରା ଶିଶୁ କ'ଣ ସୁଖ ବା ପ୍ରଦାନ ହୋଇପାରିବ ନାହିଁ ବା ସୁଖ ଅନୁଭବ ସେ କରିପାରିବେ ନାହିଁ। ଥମ୍ପସନ୍ଙ୍କର ମତରେ ଶିକ୍ଷା ଏକ ପାରିପାର୍ଶ୍ୱିକ ପ୍ରଭାବ ଦ୍ୱାରା ବ୍ୟକ୍ତିର ଅଭ୍ୟାସ, ବ୍ୟବହାର, ଚିନ୍ତନ ଓ ଦୃଷ୍ଟିଭଙ୍ଗୀରେ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନକୁ ବୁଝାଇଥାଏ। ତାହାକୁ ମଧ୍ୟ ଶିକ୍ଷା କୁହାଯାଏ। ପାରିପାର୍ଶ୍ୱିକ ପ୍ରଭାବ ଦ୍ୱାରା ବ୍ୟକ୍ତିର ଅଭ୍ୟାସ, ବ୍ୟବହାର, ଚିନ୍ତନ ଓ ଦୃଷ୍ଟିଭଙ୍ଗୀକୁ ଆବଶ୍ୟକ ପରିବର୍ତ୍ତନକୁ ବୁଝାଏ ତାହା ଶିକ୍ଷା ବୋଲି କହିଛନ୍ତି। ଆଡାମ୍ସଙ୍କର ମତରେ ଶିକ୍ଷା ଏକ ସତତଃ ଜାଗ୍ରତ ଉଦ୍ଦେଶ୍ୟମୂଳକ ପ୍ରକ୍ରିୟା ଯାଦ୍ୱାରା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବିକାଶ ଧାର ଓ ଅନ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି ପ୍ରକ୍ରିୟା ଉପଯୁକ୍ତ ଯୋଗାଯୋଗ ଓ ଜ୍ଞାନର ଆଦାନ ପ୍ରଦାନ ପ୍ରକ୍ରିୟା ଦ୍ୱାରା ସମ୍ଭବ ହୋଇଥାଏ। ନିହାତି ଭାବରେ ଯଦି କହିବା ଆଡାମ୍ସଙ୍କର ମତରେ ଶିକ୍ଷା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଜଣେ ବ୍ୟକ୍ତି ଜଣଙ୍କର ବ୍ୟକ୍ତିତ୍ୱକୁ ଦେଖିକରି ଇନ୍ସପାୟାର ହୋଇଥାଏ ଏବଂ ତାଦ୍ୱାରା ଏହି ପ୍ରକ୍ରିୟା ଉପଯୁକ୍ତ ଯୋଗାଯୋଗ ଓ ଜ୍ଞାନ ଦ୍ୱାରା ମଧ୍ୟ ସମ୍ଭବ ହୋଇଥାଏ ବୋଲି ସେ ମତ ପୋଷଣ କରିଛନ୍ତି। ଟିପିନନଙ୍କର ମତରେ ଶିକ୍ଷା ଶିଶୁର ବ୍ୟକ୍ତିଗତ ସମ୍ପୂର୍ଣ୍ଣ ପରିପ୍ରକାଶକୁ ବୁଝାଇଥାଏ। ଫଳସ୍ୱରୂପ ସେ ତାର ପ୍ରକୃତି, ଦକ୍ଷତା ତଥା ପ୍ରତିଭା ବଳରେ ମାନବ ସମାଜର ବିକାଶ ନିମନ୍ତେ କାର୍ଯ୍ୟ କରିଥାଏ ବୋଲି ସେ ମତ ପୋଷଣ କରିଛନ୍ତି। ବର୍ତ୍ତମାନ ଆମେ ଦେଖିବା ଜେ.ଏସ୍. ମିଲଙ୍କର ମତରେ ବ୍ୟକ୍ତିକୁ ତାର ନିଜସ୍ୱ ପରିପ୍ରକାଶ କରିବାରେ ସାହାଯ୍ୟ କରିବା ସହ ଅସତ୍ ପଥକୁ ଦୂରେଇ ରଖିଥାଏ ତାହା ହିଁ ଶିକ୍ଷା ବୋଲି କୁହାଯାଏ। ଯେଉଁ ଶିକ୍ଷା ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ନିଜସ୍ୱ ପରିପ୍ରକାଶ କରିବାରେ ସାହାଯ୍ୟ କରିଥାଏ ଏବଂ ଅସତ୍ ପଥରୁ ଦୂରେଇ ରଖିଥାଏ ତାହା ହିଁ ଶିକ୍ଷା କହିଛନ୍ତି ଜେ.ଏସ୍. ମିଲ୍। ଶିକ୍ଷା ବ୍ୟକ୍ତିର ସଦ୍ଗୁଣର ବିକାଶ କରିବା ସହ ତାକୁ ବିପଥଗାମୀ ହେବାରୁ ପ୍ରବର୍ତ୍ତାଇ ଥାଏ ତାହାକୁ ମଧ୍ୟ ଶିକ୍ଷା ମଧ୍ୟ କହିପାରିବା। ତମାମ ଆମେ ଯଦି ଦେଖିବା ସମସ୍ତ ଡେଫିନେସନ୍ ଆଲୋଚନା କରିବା ତାହେଲେ ଦେଖିବା ଶିକ୍ଷା ଦ୍ୱାରା ଶିକ୍ଷା ବିନା ମଣିଷର ପ୍ରଗତି ନାହିଁ। ତେଣୁ ଶିକ୍ଷା ନିହାତି ଭାବରେ ଗ୍ରହଣ କରିବା ଦରକାର। ଆମେ ନେକ୍ସଟ କ୍ଲାସରେ ଆଲୋଚନା କରିବା ଶିକ୍ଷା ପ୍ରକ୍ରିୟା ବା ଶୈକ୍ଷିକ ପ୍ରକ୍ରିୟା।